ଶିବଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ ଏହି ଭୁଲ କଦାପି କରିବେ ନାହିଁ। ଲୋକମାନେ ସାଧାରଣତଃ ଜାଣିନଥାନ୍ତି ଜଳକୁ ନେଇ ସିଧା ମହାଦେବଙ୍କ ଶିବଲିଙ୍ଗ ଉପରେ ଚଢ଼େଇ ଦେଇଥାନ୍ତି। ପ୍ରଥମେ ଆପଣ ଜଳ ଯେତେ ମହାଦେବଙ୍କୁ ଅର୍ପଣ କରିବା ପାଇଁ ନେଉଛନ୍ତି, ସେହି ସମୟରେ ପ୍ରଥମେ ଜଳ ଶିବଲିଙ୍ଗର ତଳ ଅଂଶ ଯାହା ଆପଣଙ୍କର ଡାହାଣ ପଟେ ଥାଏ, ଗଣେଶ ଠାକୁରଙ୍କ ସ୍ଥାନ ଆପଣଙ୍କ ଫଟୋରେ ଦେଖାଯାଉଥିବ, ତାହା ପ୍ରଥମେ ଆପଣଙ୍କୁ ଜଳ ଗଣେଶ ଠାକୁରଙ୍କ ଉପରେ ଦେବାର ଅଛି। ତାପରେ ତା ଆରପଟ ସାଇଡ୍ ଯେଉଁଠି ଆମର କାର୍ତ୍ତିକ ମହାରାଜ ଅଛନ୍ତି, କାର୍ତ୍ତିକ ମହାରାଜକୁ ଦେବାର ଅଛି। ତାପରେ ଅଶୋକ ସୁନ୍ଦରୀ ମଧ୍ୟରେ ଅଛନ୍ତି, ଅଶୋକ ସୁନ୍ଦରୀ ଉପରେ ଜଳ ଦେବାର ଅଛି। ତାହାପରେ ମହାଦେବଙ୍କର ଚତୁଃପାର୍ଶ୍ୱରେ ମାତା ପାର୍ବତୀ ରହିଛନ୍ତି, ତ ଚତୁଃପାର୍ଶ୍ୱରେ ମାତା ପାର୍ବତୀଙ୍କୁ ଜଳ ଅର୍ପଣ କରିବେ। ତାହାପରେ ଶିବଲିଙ୍ଗ ଉପରେ ଆପଣ ଜଳ ଅର୍ପଣ କରିବେ। ଶିବଲିଙ୍ଗ ଉପରେ ଜଳ ଅର୍ପଣ କଲା ପରେ ଆପଣ ବାସୁକୀ ନାଗଙ୍କ ଉପରେ ଜଳ ଅର୍ପଣ କରିବେ। ତାହାପରେ ଆପଣ ନନ୍ଦୀ ମହାରାଜଙ୍କ ଉପରେ ଜଳ ଅର୍ପଣ କରିବେ। ଏହିପରି ଭାବରେ କ୍ରମ ଅନୁସାରେ ଆପଣ ଜଳ ଅର୍ପଣ କରନ୍ତୁ। ହରେ କୃଷ୍ଣା, ହରି ବୋଲ।